ଅପେରା ରାଇଜରେ ସନ୍ତୋଷ ନାୟକ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଗ୍ରାମର ପୂର୍ବତନ ଡିଲର ସନ୍ତୋଷ ନାୟକ ଆଉ ଆମ ଗହଣରେ ନାହାନ୍ତି। ସେ ଆମକୁ ଛାଡ଼ି ଚାଲି ଯାଇଛନ୍ତି ଅପେରା ରାଇଜକୁ। ସନ୍ତୋଷ ଅସୁସ୍ଥ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସା ହେଉଥିଲେ। ତାଙ୍କୁ ଅଧିକା ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେଲା। ଆଜି ସକାଳେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସନ୍ତୋଷ ନାୟକଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସନ୍ତୋଷ ନାୟକ ଜଣେ ପରୋପକାରୀ ମିଷ୍ଟଭାଷୀ ମଣିଷ ଥିଲେ। ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁଅ ଲାଲୁ ପ୍ରସାଦ ନାୟକ ଓ ପ୍ରବୋଧ ନାୟକ ଉପସ୍ଥିତ ଥିଲେ। ସନ୍ତୋଷ ନାୟକଙ୍କ ମୃତ୍ୟୁରେ ସ୍ଥାନୀୟ ବିଧାୟକ ଶାରଦା ପ୍ରଧାନ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଶରତକର ଅନିମା କର ଫାଉଣ୍ଡେସନର ଅଧ୍ୟକ୍ଷ ଶୋଭନ କର, କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ଆଇନଜୀବୀ ପ୍ରଦୀପ୍ତ କିଶୋର ଭୂୟାଁ, ସମାଜସେବୀ ରୁଦ୍ର ନାରାୟଣ ସିଂହ, ସରପଞ୍ଚ ବଳରାମ ବେହେରା, ସମିତି ସଭ୍ୟ ଧ୍ରୁବଚରଣ ସାମଲ, ପ୍ରାକ୍ତନ ସରପଞ୍ଚ ଜିତେନ୍ଦ୍ର ଶତପଥୀ, ପ୍ରାକ୍ତନ ସରପଞ୍ଚ ନିତ୍ୟାନନ୍ଦ ନାୟକ, ଶରତ ସିଂହ, ନାରାୟଣ ସିଂହ, ସୁଶୀଳ କୁମାର ସିଂହ, ଯୁବ ସାମ୍ବାଦିକ ପ୍ରଦୀପ୍ତ ମହାରଣା, ଯୁବ ସାମ୍ବାଦିକ ଯଜତି କେଶରୀ ସିଂହ, ସନ୍ଦୀପ କୁମାର ସିଂହ, କ୍ଷିତୀଶ କୁମାର ସିଂହ, ଚିନ୍ମୟୀ କୁମାର ସିଂହ, କମଳାକାନ୍ତ ସିଂହ, ଲୋକନାଥ ମହାରଣା, ହରିହର ମହାପାତ୍ର ସହିତ ଆମ ଲଳିତଗିରି ଗ୍ରୁପ ସାମାଜିକ ଅନୁଷ୍ଠାନର ସମସ୍ତ ସଦସ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ବ୍ୟୁରୋ ରିପୋର୍ଟ, ନିରପେକ୍ଷ ନ୍ୟୁଜ।